ରାକ୍ଷୀ ପୂର୍ଣ୍ଣିମା ରଚନା ଉପକ୍ରମ ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ଏଥିମଧ୍ୟରୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହି ଉତ୍ସବ ଗହ୍ମା ପୂର୍ଣ୍ଣିମା ଅବସରରେ ଅତି ଆନନ୍ଦ ଓ ଉତ୍ସାହ ମଧ୍ୟରେ ପାଳିତ ହୋଇଥାଏ। ବର୍ତ୍ତମାନ ଏହି ରାକ୍ଷୀ ପର୍ବ ସବୁଆଡ଼େ ପାଳିତ ହେଉଛି। ବର୍ଣ୍ଣନା ରକ୍ଷାବନ୍ଧନ ଉତ୍ସବ ତଥା ଗହ୍ମା ପୂର୍ଣ୍ଣିମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମହା ଆଡମ୍ବରରେ ପାଳିତ ହୁଏ। ଏହି ଉତ୍ସବ ଅବସରରେ ପାଟରାମାନଙ୍କର କୌଳିକ ପୂଜା ଅନୁଷ୍ଠିତ ହୁଏ। ଏହା ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିବସ ହୋଇଥିବାରୁ ଗୋବନ୍ଦନା ଓ ଗୋପୂଜା ଅନୁଷ୍ଠିତ ହୋଇଥାଏ। ଗାଈକୁ ମାର ସମ୍ମାନ ଦେଇ ଶ୍ରଦ୍ଧାରେ ଗୋମାତା କୁହନ୍ତି। ରାକ୍ଷୀ ପୂର୍ଣ୍ଣିମା ଭାଇ ଭଉଣୀମାନଙ୍କର ଏକ ପବିତ୍ର ପର୍ବ ଅଟେ। ଏହି ପର୍ବ ଓଡ଼ିଶା ସମେତ ସାରା ଭାରତବର୍ଷରେ ପାଳିତ ହୁଏ। ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଏହି ଦିନ ଭଉଣୀ ଭାଇର ମଥାରେ ତିଳକ ଲଗାଇ ଅରୁଆ ଚାଉଳ ଦୀପରେ ବନ୍ଦାପନା କରିବା ସହ ହାତରେ ରାକ୍ଷୀ ବାନ୍ଧିଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେବା ସହ ସୁନ୍ଦର ଉପହାର ଦେଇଥାଏ। ରାକ୍ଷୀକୁ ଶକ୍ତି, ବିଶ୍ୱାସ ଏବଂ ବିଜୟର ପ୍ରତୀକ ବୋଲି କୁହାଯାଏ। ଏହି ଦିନ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏହି ପର୍ବକୁ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଏ। ଓଡ଼ିଶାର ପୁରପଲ୍ଲୀରେ ବଳଦମାନଙ୍କୁ ପୂଜା କରାଯିବା ସହ ସେମାନଙ୍କ ମୁଣ୍ଡରେ ରାକ୍ଷୀ ବନ୍ଧାଯାଏ। ଘରେ ଘରେ ପିଠାପଣାର ଆସର ଜମେ। ମହାଭାରତରେ ମଧ୍ୟ ରାକ୍ଷୀର ଉଦାହରଣ ରହିଛି। କୃଷ୍ଣଙ୍କ ଆଙ୍ଗୁଳିରେ କ୍ଷତ ଦେଖି ଦ୍ରୌପଦୀ ନିଜ ବସ୍ତ୍ରର ପଣତ କାନିକୁ ଚିରି ତାଙ୍କ ଆଙ୍ଗୁଳିରେ ବାନ୍ଧିଥିଲେ। ଭଗବାନ ଶ୍ରୀକୃଷ୍ଣ ଏହାର ଋଣ ପରିଶୋଧ ହରଣ ସମୟରେ କୋଟି ବସ୍ତ୍ର ଦେଇ ଦ୍ରୌପଦୀଙ୍କ ଲଜ୍ଜା ନିବାରଣ କରିଥିଲେ। ରକ୍ଷାବନ୍ଧନର ଆକର୍ଷଣ ଏହି ଦିନ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବନ୍ଧନ କରନ୍ତି। ରାକ୍ଷୀ ବାନ୍ଧି ଭଉଣୀ ତାର ସୁରକ୍ଷା କାମନା କରିଥାଏ। ରାକ୍ଷୀକୁ ରକ୍ଷା କବଚ ବା ସୁରକ୍ଷା କବଚ ରୂପେ ଗ୍ରହଣ କରାଯାଏ। ପ୍ରାଚୀନ କାଳରେ ଦେଶ ରକ୍ଷାର ଦାୟିତ୍ୱ କ୍ଷତ୍ରିୟ ଓ ଖଣ୍ଡାୟତମାନଙ୍କ ଉପରେ ନ୍ୟସ୍ତ ଥିବାରୁ ବ୍ରାହ୍ମଣମାନେ ହାତରେ ରକ୍ଷା ବନ୍ଧନ କରୁଥିଲେ। ପୁରାଣ ଓ ଇତିହାସରୁ ପ୍ରମାଣ ମିଳେ ଯେ ଭଉଣୀ ଯମୁନା ଯମଙ୍କ ହାତରେ ରାକ୍ଷୀ ବାନ୍ଧି ଯମ ଯନ୍ତ୍ରଣାରୁ ରକ୍ଷା ପାଇଥିଲେ। ରାଜପୁତ ରାଣୀ ମୋଗଲ ସମ୍ରାଟ ହୁମାୟୁନଙ୍କ ପାଖକୁ ରାକ୍ଷୀ ପଠାଇ ତାଙ୍କର ସହଯୋଗ କାମନା କରିଥିଲେ। ଉପସଂହାର ଆମ ଜୀବନ ନାନାଦି ଦୁଃଖ ଓ ଯନ୍ତ୍ରଣାରେ ଭରପୁର। ସେ ସବୁକୁ ସାମୟିକ ଭାବେ ଭୁଲିଯିବା ପାଇଁ ଆମେ ବିଭିନ୍ନ ଉତ୍ସବ ପାଳନ କରିଥାଉ। ଏହି କ୍ରମରେ ରକ୍ଷାବନ୍ଧନ ଉତ୍ସବ ଏକ ପବିତ୍ର ଉତ୍ସବ। ଏହି ଉତ୍ସବ ସ୍ନେହ, ଶ୍ରଦ୍ଧା, ଆଦର, ପ୍ରେମ ପ୍ରତ୍ୟୟ ହେଇଥାଏ। ଏହା ସମାଜ ମଧ୍ୟରେ ଏକତା ଓ ସହଯୋଗର ନିବିଡ଼ ବନ୍ଧନ ସୃଷ୍ଟି କରେ। କର୍ମମୁଖର ଜୀବନରେ ଏହା ଆନନ୍ଦ ଓ କର୍ମ ପ୍ରେରଣା ଭରି ଦେଇଥାଏ।